ବିଦ୍ୟା ଆଉ ବହୁତ ବଡ଼ ଅଘଟଣ ଘଟି ଯାଇଛି। ଆରେ ମନ୍ଦିର ଭିତରେ କିଏ ପଶି ଠାକୁରଙ୍କ ସୁନା ଗହଣା ଅଳଙ୍କାର ସବୁ ନେଇକି ପଳେଇଯାଇଛି। କଣ କହୁଛୁ ତୁ? ଅରେ ତୁ ଗୋଟେ କାମ କର ପ୍ଲେଟ୍ ଖା ଗୋଟେ କାମ ଡାକିଦି ଏ ଜଲ୍ଦି ଯା। ଏମିତି କେମିତି ହବ? ଗାଁ କହୁଥିଲା ପୁରୁଣା ମନ୍ଦିର ମୋ କାନ ଉଠା ତେଣୁ ଏମିତି କଥା ମୁଁ କେବେ ଶୁଣିନି। ନନା ଟିକେ ଭଲ କି ଦେଖ ସେଠି କୋଉଠି ଥିବ। ଆରେ ମୁଁ ଚାରିଆଡେ ଦେଖି ସାରିଲିଣି କିଛି ନାହିଁ ରେ। ସେ ସିନ୍ଦୁକଟା ତୋଳା ହେଇଛି ସୁନା ଗହଣାକୁ ନେଇ କିଏ ଚମ୍ପଟ ମାରୁଛି। ନନା କହୁଛନ୍ତି ମାନେ କଥାଟା ସତ। ମନ୍ଦିରରୁ ଚୋରି ହେଲାଣି ମାନେ ଆମ ଗାଁକୁ ବିପଦ ମାଡ଼ି ଆସିଲା ବୋଲି ଭାବିନି ନନା। ଆରେ ଚୋରି ହବା କଥା ଶୁଣିଲା ପରଠୁ ମୋ ଦେହ ହାତ କାଲି ଥରୁଛି ରେ। ସରପଞ୍ଚ ବାବୁ ଆସ ଆସ ସରିଗଲା ଆଉ କିଛି ନାହିଁ ସରପଞ୍ଚ ବାବୁ। ମୁଁ ଏ ପଞ୍ଚାୟତର ସରପଞ୍ଚ ମନ୍ଦିରର ସେକ୍ରେଟାରୀ। ମୁଁ ଏତେ ବଡ଼ ଅପରାଧ ମନ୍ଦିରରୁ ଚୋରି ହେଇଗଲା ଛାଡ଼ିବି ନାହିଁ। କଣ ତମେ ଖାଉଛ କେବଳ ଘଡଘଡି ଦେଖ ପିସା ତମେ ନା ମଳାର ସର୍ଭେ ସର୍ବା ଏ ଘୋଡର ଖୋତାର ଧରି ଜଲ୍ଦି ଜଲ୍ଦି ଚୋରକୁ ବାହାର କର। ଜଗନ୍ନାଥ ଆଜ୍ଞା ମନ୍ଦିରର ସମ୍ପୂର୍ଣ୍ଣ ଦାୟିତ୍ୱ ତୋତେ ଦିଆଯାଇଥିଲା। ଆଜ୍ଞା ତୁ କହ ମନ୍ଦିରରୁ ଚୋରି କଲା କିଏ? ଆଜ୍ଞା ମୁଁ ତ ସେଇ କଥା ଭାବୁଛି ଆଜ୍ଞା। ତୁ କାହିଁ ଏତେ ଭାବୁଛୁ? ମୁଁ ଫୁଲ ତୋଳିବା ପାଇଁ ପୋଖରୀ ଗୁଡାକୁ ଯାଇଥିଲି। ଆସି ଦେଖିଲା ବେଳକୁ ସେ ମନ୍ଦିର ଭିତରେ ସିନ୍ଦୁକ ତୋଳା ହେଇଛି ଆଉ ଗହଣା ସବୁ ଉଡି ଯାଇଛି। କଣ ହେଇଛି ସରପଞ୍ଚ? ହଠାତ୍ ଏମିତି ଫୋନ ଗୋଟେ କହିଲ। ଦାରୋଗା ବାବୁ ନମସ୍କାର। ସୃଷ୍ଟି ଧ୍ୱଂସ ବାବୁ ବସିନି। କଣ ଅଛି? ଆମ ଗାଁର ପ୍ରଖ୍ୟାତ ଠାକୁର ବାବା ମହାକାଳେଶ୍ୱର ମନ୍ଦିର ଭିତରେ କିଏ ପଶି ସିନ୍ଦୁକ ଭାଙ୍ଗି ଠାକୁରଙ୍କର ସବୁ ଅଳଙ୍କାର ଚୋରି କରି ନେଇଯାଇଛି। କିଛି ନାହିଁ ଠାକୁରଙ୍କ ଜିନିଷ ବି ଛାଡ଼ିଲେଣି। ଆଚ୍ଛା ତମର କାହାକୁ ସନ୍ଦେହ ହଉଛି? ମୁଁ କାହାକୁ ସନ୍ଦେହ କରିବି ସେଇଥିପାଇଁ ତ ମୁଁ ଆପଣଙ୍କୁ ଡାକିଛି। ଆମ ଗାଁରେ ସେମିତି କିଛି ଚୋର ନାହାନ୍ତି ଆଜ୍ଞା। ସାର୍ ମୁଁ ଦୁର୍ଜୟ ମୋ ପୁତୁରା। ଆଜ୍ଞା ଆଚ୍ଛା ବିଶ୍ୱାସ କରନ୍ତୁ ଯଦି ପକେଟରେ 10 ଟଙ୍କା ଗଳି ପଡିବ ଆମ ଗାଁ ଲୋକ ଡାକିକି ଦେଇ ଦିଅନ୍ତି। ଆଉ ଠାକୁର ଜିନିଷ କି ଅନେକ ନାଇଁ ନାଇଁ ତମ ମୁହଁ ଦେଖିଲେ ଜଣା ପଡୁଛି ତମ 10 ଟଙ୍କା ଡାକି ଦେଇ ଦଉଥିବ। ନାଇଁ ଆଜ୍ଞା ସେଇ ସପ୍ତାହ ହେଲା ଆସିଛି ଭିତର ଥିଲା। ଜାପାନ ଯାଇଥିଲା। ଆଜ୍ଞା ଫସେଇ ଦେଲେ। ଆଚ୍ଛା ଇଏ ସରପଞ୍ଚ ଆଜ୍ଞା ମନ୍ଦିରର ଚାବିଟା କାହା ପାଖରେ? ଆଜ୍ଞା ଦାରୋଗା ବାବୁ ମୋ ପାଖରେ ରହେ। ମୁଁ ସବୁବେଳେ ମନ୍ଦିର ଖୋଲେ ସନ୍ଧ୍ୟା ବେଳକୁ ପହଡ ପକେଇ ଚାବି ଦେଇ ଘରକୁ ଯାଏ ପୁଣି ସକାଳୁ ସକାଳୁ ଆସି ମନ୍ଦିର ଖୋଲେ। ଇଏ ହଉଛନ୍ତି ଜଗନ୍ନାଥ ମହାପାତ୍ର। ଆଚ୍ଛା ଇଏ 7 ଖଣ୍ଡ ମୌଜାରେ 1 ନମ୍ବର ପୂଜା। ନା ସାର୍ ମୋଠୁ ଅଛନ୍ତି ଆଉ। ସେହି ମନ୍ଦିର ପହଡ ଖୋଲନ୍ତି ସେହି ମନ୍ଦିର ପହଡ ପକାନ୍ତି। ସାର୍ ଆଉ ସେ ହିଁ କହିଲେ ଯେ ମନ୍ଦିରରୁ ଚୋରି ହେଇଯାଇଛି। ହଉ ଠିକ ଅଛି ମୁଁ ଆଗେ ମନ୍ଦିରଟା ଭଲ ଭାବରେ ସର୍ଚ୍ଚ କରିସାରେ କୋଉଠି କଣ ମିଳିବ ତାପରେ ଆଗକୁ ବଢିବା। ଆଜ୍ଞା କଲେଜ କଣ ମନ୍ଦିର ଭିତର ବାହାର ତନ୍ନ ତନ୍ନ କରି ଖୋଲ ଯାଅ। ଆପଣ ମୋ ସହିତ ସବ ସମୟରେ କେହି ଜଣେ ଗାଁ ଲୋକ ପାଖରେ ରହିବା ନିହାତି ଅଛି। ହଁ ବୁଝ ଯା 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 ଯା। ମନ୍ଦିର ଭିତର ବାହାର ଭଲ ଭାବରେ ସର୍ଚ୍ଚ କରିବ। ये घोर अन्याय घोर कोली आज्ञा है ये। ତମେ ମନ୍ଦିରର ପୂଜାରେ ବି ଜଗୁଆଳି। ହଁ ଦାରୋଗା ବାବୁ ମନ୍ଦିର ଭିତରେ ପଶି ଜଣେ ସିନ୍ଦୁକ ବାକି ସୁନା ଭଡ଼ା ସବୁ ନେଇଗଲା ତମେ ଜାଣିପାରିଲନି କେମିତି? ଆଜ୍ଞା ମୁଁ ତ ଠାକୁରଙ୍କୁ ଜଗିଥାଏ ଆଜି ଏମିତି ଅଘଟଣ ଘଟିବ ଏକଥା କିଏ ଜାଣିଥିଲା? ତୁ ତ ମନ୍ଦିର ପହଡ ପକାଉ ତୁ ଖୋଲ। ଆଜ୍ଞା ତୁ ସବୁ କର ଭଲରେ ଭଲରେ ସତ କଥା ମାନି ଯା ନହେଲେ କେଞ୍ଚି କେଞ୍ଚି ସତ କଥା। ସରପଞ୍ଚ ବାବୁ ଏ ତମେ ଯେମିତି କହୁଛ ସେ ସୁନା ଗହଣା କଣ ମୁଁ ନେଇ ଯାଇଛି ନା? ସେଇଟା ବି କିଛି ଅସମ୍ଭବ ନୁହଁ। ଦାରୋଗା ବାବୁ ମନ୍ଦିରର ଚାବି ତମ ପାଖରେ ସକାଳୁ ସରିଲେ ମନ୍ଦିରରେ ତମର ଚଳ ପ୍ରଚଳ ଆଉ ମନ୍ଦିର ଭାଙ୍ଗିକି ସୁନା ଭଡ଼ା ନେଇଗଲା ତମେ ଜାଣିପାରିଲନି? ଆଜ୍ଞା ସେ ମୋ ଇଷ୍ଟ ଦେବ ମୁଁ ଠାକୁରଙ୍କ ସେବା କରିବା ଲୋକ ତାଙ୍କ ସୁନା ଗହଣା ଲୋଭ କରିବି ଇଏ ମହାପାପ ଆଜ୍ଞା ମହାପାପ। ତୁ ଯେତେ ବାଜେଲେ ବି ତୁ ଏତେ ଭାବୁଛୁ କାହିଁକି? ଆଉ ଭାବିବେନି କେମିତି? ତୁ ଯଦି ପୂଜାରୀଟା ହେଇକି ଏତିକି ଭାବିବୁ ମୁଁ ସରପଞ୍ଚ ହେଇ କେତେ ଭାବିବି?